ପୂଜା ଘରେ ଦୀପ ଜଳାଉଥିଲେ ହୋଇଯାଆନ୍ତୁ ସତର୍କ। ଠାକୁର ପୂଜାର ସଠିକ୍ ବିଧି ବିଷୟରେ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତେବେ ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ପୂଜା ଘରେ ଏଭଳି ଭୁଲ ବିଲକୁଲ ବି କରନ୍ତୁ ନାହିଁ। ବନ୍ଧୁଗଣ, ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଆମେ ସମସ୍ତେ ଆମ ଘରର ମନ୍ଦିରରେ ଠାକୁରଙ୍କର ନିତ୍ୟ ପୂଜା ପାଠ କରିଥାଉ। ହେଲେ ପୂଜା କରିବା ସମୟରେ ଯଦି ଆମେ ଏଭଳି କିଛି ଭୁଲ କରି ବସିଥାଉ, ତେବେ ଆମକୁ ଆମ ପୂଜାର ସମ୍ପୂର୍ଣ୍ଣ ଫଳ ମିଳିପାରି ନଥାଏ। ଏଭଳି କିଛି ଭୁଲ ଯଦି ଜଣାତରେ କି ଅଜାଣତରେ ପୂଜା ସମୟରେ କରିଥାଅ, ତେବେ ସେତେବେଳେ ଆମେ କରିଥିବା ପୂଜାଟି ବ୍ୟର୍ଥ ଯାଇଥାଏ। ତେଣୁ ପୂଜା କରିବା ସମୟରେ ଯେଉଁ ସବୁ କଥା ଉପରେ ବିଶେଷ ଦୃଷ୍ଟି ରଖିବାକୁ ପଡ଼ିବ, ତାହା ଆଜି ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ନମ୍ବର 1, ଅନେକ ଲୋକ ନିଜର ବେଡରୁମରେ ପୂଜା ଘର କରିଦେଇଥାନ୍ତି, ଯାହାକି ନିୟମ ଅନୁଯାୟୀ ଠିକ୍ ନୁହେଁ। କାରଣ ପୂଜା ଘରର ପବିତ୍ରତା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିବା ଉଚିତ ଅଟେ। ବେଡରୁମରେ ପୂଜା ଘର କରିବା ଦ୍ୱାରା ପୂଜା ଘରର ପବିତ୍ରତା ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ଯଥାସମ୍ଭବ ଘରର ବେଡରୁମରେ ପୂଜା ଘର ନ କରି ଅନ୍ୟ ସ୍ଥାନରେ ପୂଜା ଘର କରନ୍ତୁ। ନମ୍ବର 2, ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ଠାକୁରଙ୍କ ପାଖରେ ଘିଅର ଦୀପ ଜାଳିବାକୁ ବହୁତ ଶୁଭ ବୋଲି କୁହାଯାଇଥାଏ। ଏହାଦ୍ୱାରା ଘରେ ରହୁଥିବା ବାସ୍ତୁ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। କାରଣ ଦୀପର ଧୂଆଁରେ ଘରର ନକାରାତ୍ମକ ଉର୍ଜା ଲୋପ ପାଇଯାଇଥାଏ। ଏଥିସହ ଘରର ସକାରାତ୍ମକ ଶକ୍ତିର ସଞ୍ଚାରଣ ଘଟିଥାଏ। ଏବେ ଦେଖିବା ନମ୍ବର 3, ବାୟୁ ପୁରାଣ ଅନୁଯାୟୀ ସ୍ନାନ ପରେ ଆପଣଙ୍କୁ ଠାକୁରଙ୍କର ପୂଜା ପାଇଁ ଫୁଲ ତୋଳିବା ଉଚିତ ଅଟେ। ସ୍ନାନ ନ କରି ଯେଉଁ ବ୍ୟକ୍ତି ଫୁଲ ତୋଳିଥାଏ, ସେହି ଫୁଲକୁ ଭଗବାନ ସ୍ୱୀକାର କରିନଥାନ୍ତି। ନମ୍ବର 4, ପୂଜା କରିବା ସମୟରେ ଭଗବାନଙ୍କର ଫଟୋ ଓ ମୂର୍ତ୍ତିରେ ଚନ୍ଦନ ଓ ସିନ୍ଦୁର ଅବଶ୍ୟ ଲଗାନ୍ତୁ। ହେଲେ ଏହାକୁ ଲଗାଇବା ପାଇଁ ଆପଣ ନିଜର ପୁରି ଆଙ୍ଗୁଳି ଅର୍ଥାତ ରିଙ୍ଗ ଫିଙ୍ଗରର ବ୍ୟବହାର କରନ୍ତୁ। ଅନ୍ୟ କୌଣସି ଆଙ୍ଗୁଳିର ବ୍ୟବହାର କରି ଚନ୍ଦନ ଓ ସିନ୍ଦୁର ଲଗାନ୍ତୁ ନାହିଁ। ଏବେ ଦେଖିବା ନମ୍ବର 5, ଯଦି ଆପଣ ନିଜ ଘରେ ଠାକୁରଙ୍କୁ ପୂଜା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି, ତେବେ ସେଠାରେ ନିୟମିତ ରୂପରେ ପୂଜା କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ସବୁବେଳ ପାଇଁ ବିଜୟ ରହିଥାଏ। ତେବେ ଦର୍ଶକ ବନ୍ଧୁ, ଏହି ନିୟମ ଗୁଡ଼ିକ ଆପଣଙ୍କୁ କିପରି ଲାଗିଲା ତଳେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିବେ। ଜୟ ଜଗନ୍ନାଥ।